ଜୟ ଜଗନ୍ନାଥ ଜୟ ପଞ୍ଚସଖା। ଆଜି ଆମେ ଦେଖିବା ମହାଗୁପ୍ତ ପଦ୍ମକଳ୍ପ, ଯେଉଁଟାକି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଓ ଶିଶୁଆନନ୍ଦ ଦାସଙ୍କର ରଚିତ ଏକ ଗ୍ରନ୍ଥ। ବହୁତ ଗୁପ୍ତ ବୋଲି କୁହାଯାଏ ପଦ୍ମକଳ୍ପକୁ। ପଦ୍ମକଳ୍ପରେ ଆଜି ଆମେ ଗୋଟେ ଦେଖିବା ରାମଦାସଙ୍କର ଜନ୍ମ ବୃତ୍ତାନ୍ତ। ଦେଖନ୍ତୁ, ରାମଦାସଙ୍କ ଜନ୍ମ ବୃତ୍ତାନ୍ତ ଆଜି ଦେଖିବା। ଚାଲନ୍ତୁ ଦେଖିବା ରାମଦାସଙ୍କର ଜନ୍ମ ବୃତ୍ତାନ୍ତ। ଦେଖନ୍ତୁ, ରାମଦାସ ପଚାରୁଛନ୍ତି, ଏହା ଶୁଣି ରାମଚନ୍ଦ୍ର ପୁଛନ୍ତି ବଚନ, ମୋର ଜନ୍ମ କଥା ତୁମେ କରିବ ବଖାଣ, କେଉଁଠାରେ ମୋର ଜନ୍ମ କହିବ ବୁଝାଇ, ପିତା ମାତାଙ୍କର ନାମ ଦେବଟି ଜଣାଇ, କେଉଁ କୂଳରେ ଜନ୍ମ ମୋହର ଯେ ପୁଣ, କହିବ ବୁଝାଇ ପ୍ରଭୁ ମୋହର ଯେ ରାଣ। ଏଠି ରାମଦାସ କହିଛନ୍ତି ମୋର କେଉଁଠି ଜନ୍ମ ହେଇଥିବ, ବାପା ନା ମା ନା କ'ଣ ହେଇଥିବ, ପ୍ରଭୁଙ୍କୁ ବୁଝେଇ କହିବାକୁ ରାଣ ପକାଇଛନ୍ତି। ଦେଖନ୍ତୁ ଆଜି ଜାଣିବା କେଉଁ ଜାଗାରେ ଅଛି। ଏହା ଶୁଣି ଅରକ୍ଷିତ କହନ୍ତି ବଚନ, ତୋର ଜନ୍ମ କଥା ମୁହିଁ କରିବି ଗାୟନ, ମନ ଦେଇ ଶୁଣ ରାମ ଏ ଗୁପ୍ତ ପୁରାଣ, ଶୁଣିଲେ ଜନ୍ମ ପୁରାଣ ହେବଟି ମୋଚନ। ଜାତିରେ ତୁ ଅଟୁ ରାମ ହାଡ଼ି ଘର ପିଲା, କୁଜଙ୍ଗ ପାରାଦୀପରେ ଘରଟି ଯେ ଥିଲା। କେଉଁ ଜାଗାରେ ଏଠି ମନେ ରଖନ୍ତୁ, କୁଜଙ୍ଗର ପାରାଦୀପର କୁଜଙ୍ଗରେ ତାଙ୍କ ଘରଟି ଥିଲା। ତାର ରାମଦାସଙ୍କର ଜନ୍ମ କାଳୁ ଟେକି ଦେଲେ ମୋହରି ହସ୍ତରେ, କ୍ଷୀର ନ ପାଇବା ଯୋଗୁଁ ଦେଲେ ମୋ ହାତରେ। 3 ବର୍ଷେ ତୋର ପିତା ଦେଲେ ମୋତେ ତହିଁ, ଆଣି କରି ଛାଡ଼ିଦେଲେ ମୁଁ ନେମ୍ବାଳ ଭୂଇଁ। ନେମାଳ ଭୂଇଁରେ ତାଙ୍କୁ ଛାଡ଼ିଛନ୍ତି ବୋଲି କହୁଛନ୍ତି। ଜନ୍ମ କାଳୁ 3 ବର୍ଷ ହେଲା ପରେ। ଅଚ୍ୟୁତ ପାଖରେ ତୁ ରହିଲୁଟି ଜାଣ, ବୁଝାଇଲି ତୋତେ ବାବୁ ଏ ଗୁପ୍ତ ପୁରାଣ। ଆପଣମାନେ ଦେଖନ୍ତୁ, ରାମଦାସ କେଉଁଠି ଜନ୍ମ ହୋଇଥିଲେ? କୁଜଙ୍ଗ ପାରାଦୀପରେ। ବର୍ତ୍ତମାନ ସେ ଲୀଳା ବି କରୁଛନ୍ତି ସମ୍ବଳ ଗ୍ରାମରେ ଲୀଳା କରୁଛନ୍ତି ପ୍ରଭୁଙ୍କ ପାଖରେ। ଯଦି ଆପଣ ଚିହ୍ନିବାକୁ ଚାହୁଁଛନ୍ତି ତାଙ୍କ ଜନ୍ମ ବୃତ୍ତାନ୍ତ, ଆପଣ ଗବେଷଣା କରନ୍ତୁ, ଆପଣ ଚିହ୍ନିପାରିବେ ରାମଦାସ କିଏ। ସଂସାର ଖୋଜୁଛି ରାମଦାସଙ୍କୁ। ବିଭିନ୍ନ ଲୋକ ବିଭିନ୍ନ ଜାଗାରେ ରାମଦାସ ଚିହ୍ନିବାରେ ଲାଗି ପଡ଼ିଛନ୍ତି, କିନ୍ତୁ ପ୍ରକୃତ ରାମଦାସ କିଏ ଆପଣ ନିଜେ, ଆଜିକାଲି ଲୋକ ଆପଣମାନେ ବହୁତ ଜ୍ଞାନୀ, ପାଠ ସମସ୍ତେ ପଢ଼ୁଛନ୍ତି, ତେଣୁକରି ଆପଣମାନେ ଗବେଷଣା କରନ୍ତୁ ରାମଦାସ କେଉଁଠାରେ ଜନ୍ମ ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ସେ କେଉଁଠାରେ ଲୀଳା କରୁଛନ୍ତି। ଆପଣମାନେ ନିଜେ ଗବେଷଣା କରନ୍ତୁ, ଅନୁଭବ କରନ୍ତୁ। ଅନୁଭବରେ ସବୁ ଜିନିଷ ଥାଏ, ତର୍କ କଲେ ଆମେ କିଛି ପାଇବାନି। ଆପଣ ନିଜେ ଅନୁଭବ କରନ୍ତୁ। ଆଉ ଗୋଟେ ଜିନିଷ ଦେଖିବା ବର୍ତ୍ତମାନ, ଆହୁରି ତାଙ୍କଠୁ ଆହୁରି ଗୋଟେ ବଡ଼ ଜିନିଷ। ଆଉ ବଳଭଦ୍ର ଜଗନ୍ନାଥଙ୍କର ଜନ୍ମ ବୃତ୍ତାନ୍ତ ଉପରେ ଟିକେ ଯିବା। ରାମଦାସଙ୍କ କଥା ତ ଆପଣ ଜାଣିଲେ, ସେ ବର୍ତ୍ତମାନ ବି ପ୍ରଭୁଙ୍କ ସାଙ୍ଗରେ ଅଛନ୍ତି। ଆପଣ ତାଙ୍କୁ ଖୋଜନ୍ତୁ, ଖୋଜିଲେ ନିଶ୍ଚୟ ଅନୁଭବରେ ନିଶ୍ଚୟ ପାଇବେ। ଏଇଟା ମନେ ରଖନ୍ତୁ। ଆପଣଙ୍କ ଭିତରେ ସେ ଶକ୍ତି ଅଛି, ଆପଣ ବି ପାଇପାରିବେ। ଦେଖନ୍ତୁ, ଆମେ ବର୍ତ୍ତମାନ ଦେଖିବା ବଳଭଦ୍ର ଆଉ ଜଗନ୍ନାଥଙ୍କର। କହୁଛନ୍ତି ରାମଚନ୍ଦ୍ର ସେଗୁରୁକୁ ଚାହିଁ, କଳିଯୁଗ ମାଳିକା ଯେ କହିବ ବୁଝାଇ, କେଉଁ ଗ୍ରାମେ ଜନ୍ମ ଯେ ହୋଇବେ ଆପଣ, କହନ୍ତି ଦିନ ଅଚ୍ୟୁତ ରାମଚନ୍ଦ୍ର ଶୁଣ। ବର୍ତ୍ତମାନ ପ୍ରଭୁ କହୁଛନ୍ତି, ଅଚ୍ୟୁତ କହୁଛନ୍ତି, କ୍ଷୀର ନଦୀ ଦକ୍ଷିଣରେ ଲିଙ୍ଗ ନାମ ଦେଶ, ଖଞ୍ଜିଛି ଦାତା ପଶ୍ଚିମେ ନିଗମ ମହେଶ। ଖ୍ୟାତ ବଟ ଗୁପ୍ତଚର ପୂର୍ବେ ଭାଗେ ଉଦେ, ଜମେ କହିଲେ ଅଚ୍ୟୁତ ଗୀତ ପଦ ଛନ୍ଦେ। କହୁଛନ୍ତି କ୍ଷୀର ନଦୀ ଏଠି କାହାକୁ କୁହାଯାଇଛି ପ୍ରଥମେ ଜାଣନ୍ତୁ। କ୍ଷୀର ନଦୀ ଏଠି କୁହାଯାଇଛି ବିରୂପାକୁ। ପ୍ରଥମେ ବିରୂପାକୁ ଆପଣ ଦେଖନ୍ତୁ। ବିରୂପା ପାଖରେ କହିଛି କ'ଣ, ଖ୍ୟାତ ବଟ ଅଛି, ଆଉ କହିଛି ଗିରି ଗୋପ୍ୟ ହୋଇଅଛି ମାଟି ପ୍ରାୟ ହୋଇ, ଗହ ଗହ ଶବଦ ଯେ ଶୁଭୁଅଛି। ଏ ଯେଉଁ ଗିରି ଗୋପ୍ୟ କହିନାହାନ୍ତି, ଗିରି ଗୋପ୍ୟ ମାନେ ଯେଉଁଟାକୁ କଳାଗିରି କହୁଛେ, ସେ ଗିରି ଗୋପ୍ୟ ଅଛି। ମାଟି ପ୍ରାୟ ମାନେ ମିଶି ଯାଇଛି, ଗୋଟେ ଜାଗାରେ ଲୁପ୍ତ ଅଛି, ଗୋଟେ ଜାଗାରେ ଟିକେ ଟିକେ ଦେଖାଯାଉଛି। ସେ ଗିରିଟି ଗୁପ୍ତ ହୋଇଛି।
ତେଣୁକରି କୁହାଯାଇଛି ଗିରି ଗୋପ୍ୟ ହୋଇଅଛି। ଇଏ ହେଉଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଠାରଗାର କଥା। ଆପଣ ସବୁ ଜିନିଷ ଭାବିବେ ଯେ କାହିଁ ଏଇ ଜିନିଷଟି ଲେଖା ହେଇନି, କିନ୍ତୁ ସେ ହେଉଛି ସବୁ ସଂକେତ। ବୁଝିପାରିଲେ କି? ଗୁପ୍ତ କଥା ଏ ଅଟେ ନ କରିବୁ ଖ୍ୟାତ। ଇଏ ହେଉଛି ଗୁପ୍ତ କଥା, ଖ୍ୟାତ କରିବୁନି। ଯେତେବେଳେ ତା ପ୍ରକାଶ ସମୟ ଆସିବ ଆପେ ଆପେ ସେ ପ୍ରକାଶ ହେବ। ଗୀତରେ ଭଣିଲେ ଦିନ ହୀନ ଯେ ଅଚ୍ୟୁତ, ଘୋର କଳି ମହାଘୋର ଯେବେ ଆଚ୍ଛାଦିବ, ଘଟ ଗୁପ୍ତ ହୋଇଥିବ ଯେ କେହି ନ ଜାଣିବ। ଘରଣିଆ ପଣେ ମୁଇଁ ଯେ କାଟୁଥିବି ଦିନ, ଶେଷ ଦିନ ଅଚ୍ୟୁତ ଯେ ଏକଥା ପ୍ରମାଣ। କ'ଣ କହିଲେ ପ୍ରଭୁ ଏଠି? ଘୋର କଳି ମହାଘୋର ଯେବେ ଆଚ୍ଛାଦିବ, ଅତି କଳିର ମାନେ ଚରମ ସୀମାରେ ପହଞ୍ଚିବ। ଘଟ ଗୁପ୍ତ ହୋଇବ ଯେ କେହି ନ ଜାଣିବ। ଘଟ ମାନେ ମୋର ଶରୀରଟା ସେଠି ଗୁପ୍ତ ଥିବ କିନ୍ତୁ ଲୋକ ଜାଣିପାରୁନଥିବେ। ଘରଣିଆ ପଣେ ମୁଜେ କାଟୁଥିବି ଦିନ, ଶେଷ ଦିନ ଅଚ୍ୟୁତ ଯେ ଏକଥା ପ୍ରମାଣ। ଘରଣିଆ ପଣେ ଯେମିତି ଗୃହସ୍ଥ ଜୀବନ ଯାପନ କରି ସେମିତି ଚାଲୁଥିବି, କିନ୍ତୁ ମୋତେ ଜାଣିପାରିବେନି ଏତେ ସହଜରେ। ଏଇଟା ମନେ ରଖିଥାଅ। ଆଉ ଗୋଟେ କଥା କହିଲେ ଏଇଠି, ନ ପାଇବେ ଭକ୍ତ ଖୋଜି ଭ୍ରମୀ ନାନା ଦେଶ। ଭକ୍ତ ଖୋଜୁଥିବେ ଦେଶ ଦେଶ ବୁଲିକି, କେଉଁଠି ପ୍ରଭୁ ଅଛନ୍ତି, କିଏ କେଉଁଠି କ'ଣ କେତେ ସମ୍ବଳ ବାହାରିଲାଣି ଯେ ତା ଠିକ୍ ନାହିଁ। ତେଣୁକରି ଭକ୍ତ କେତେ କଳ୍କି ଆସିଲେଣି ତା ଠିକ୍ ନାହିଁ। ସମସ୍ତେ ଖୋଜୁଛନ୍ତି ପ୍ରଭୁଙ୍କୁ। ନିଶ୍ଚୟ ଖ୍ୟାତ କରିବୁ ଯେ ତୁହି ରାମଦାସ। ତାକୁ ଖ୍ୟାତ କରିବ କେବଳ ଜଣେ, ସେ ହେଉଛନ୍ତି ରାମଦାସ। ଆଉ କାହା ପାଖରେ ସେ ସବୁ ଗୁପ୍ତ ଜିନିଷ ନାହିଁ ଯେ ଏ ଜିନିଷ ସବୁ ବୁଝେଇ ଦେବ। ପୁରା କ୍ଲିଅର ଭାବରେ ଜଣେ ବୁଝେଇପାରିବ, ସେ ହେଉଛି ରାମଦାସ। ସିଏ ହିଁ ଜାଣିଛନ୍ତି। ଲୀଳା କରୁଥିବେ ମୁହିଁ ଗୁପ୍ତ ଭାବରେ, ନିଷ୍ଠା କରି କହିଲେ ଯେ ଅଚ୍ୟୁତ ଗୀତରେ। ଗୁପ୍ତ ଭାବରେ ମୁଁ ଲୀଳା କରୁଥିବି ବୋଲି କହୁଛନ୍ତି। ଚହଟିବ ଲୀଳା ତୁ ଚାରିରେ ମିଶା ଏକ, ଚଢ଼ା 3 ଶୂନ୍ୟ ତହିଁ ଯେତେ ହେଲା ଠିକ। କ'ଣ କହିଲେ? ଚହଟିବ ଲୀଳା। କେବେଠୁ ଲୀଳା ଚହଟିବ? ତୁ 4ରେ ମିଶା 1, 4ରେ 1 ମିଶିଲେ 5, ଚଢ଼ା 3 ଶୂନ, 3 ଶୂନ ଚଢ଼େଇଲେ 5000। ଚଳିଯିବ ଘୋର କଳି ଦେବେ କଳି ଦେବେ ମଳି, ଚିତ୍ତାଇଣ ଗୀତେ କହେ ଅଚ୍ୟୁତ ଯେ ଭାଳି। କ'ଣ କହିଲେ? ନା 5000 ବର୍ଷ ଯେବେ କଳିକୁ ପଡ଼ିଯିବ, କଳି ସେତେବେଳେ ଚଳିଯିବ। ସେତେବେଳେ ଆସିଥିବ ଅନନ୍ତ କଳି, ଯେତେବେଳେ ସତ୍ୟ ପ୍ରକାଶିବ। ତେଣୁକରି ଆମର ଯେଉଁ ଥିଲା 4,32,000 ଭୋଗ କଳିର ପାପଭାରା ଏମିତି ବଢ଼ିଲା ଯେ 4 ଲକ୍ଷରୁ ଘଟି ଘଟି ରହିଲା 5000 ବର୍ଷ। ବୁଝିପାରିଲେ? ଆପଣ କହୁଥିବେ ଏତେ ବର୍ଷ କଳି ତ ଏତେ 5000 କେମିତି ସରିଯିବ? ଆପଣ ଟିକେ ଜିନିଷ ବୁଝନ୍ତୁ। ଆଉ କିଛି କଥା ଆମେ କହିବା ପ୍ରଭୁଙ୍କର। ପ୍ରଭୁ ଗୁପ୍ତରେ ଜନ୍ମ ହୋଇଥିବେ ବୋଲି କହୁଛନ୍ତି। ନାନା ଦେଶରେ ଲୋକ ଖୋଜୁଥିବେ। ବୁଝିଲେ କି? ଆହୁରି କିଛି କଥା ଅଛି, ଆମେ ବୁଝେଇଦେବା। ପଦ୍ମକଳ୍ପ ମହାଗୁପ୍ତ ଏ ଜିନିଷ ସାଧାରଣ ଜିନିଷ ନୁହଁ। ଗୋଟେ ପଦ ଦେଖିବା ବର୍ତ୍ତମାନ ସେହି ପଦ୍ମ ମହାଗୁପ୍ତ ପଦ୍ମକଳ୍ପର। ଏହା ଶୁଣି ରାମଚନ୍ଦ୍ର ପୁଛନ୍ତି ବଚନ, ପ୍ରଭୁ କେଉଁ ଘରେ ଜନ୍ମ ହୋଇଥିବେ ପୁଣ। କହିବି ବୁଝାଇ ମୋର ଶୁଣିବାକୁ ମନ, ବଳଦେବ କେଉଁ ଘରେ ହୋଇବେ ଜନ୍ମ। ଇଏ ହେଉଛି ମୁଖ୍ୟ କଥା। ବର୍ତ୍ତମାନ ପ୍ରଭୁଙ୍କ ଆଡ଼କୁ ଆସିଲା କଥା। ରାମଦାସଙ୍କ କଥା ତ ଆପଣ ବୁଝିଲେ। ଆପଣ ନିଜେ ଅନୁଭବ କରନ୍ତୁ ଆଉ ଗବେଷଣା କରନ୍ତୁ। କହିବି ବୁଝାଇ ମୋତେ ଶୁଣିବେଟି ତେବେ, 12 ଜନ୍ମରେ କି ନାମ ବହିନ ଯେ ଥିବେ। କହିବି ବୁଝାଇ ମୋତେ ଶୁଣିବାକୁ ମନ, ବଳଦେବ କେଉଁଠାରେ ହୋଇବେ ଜନ୍ମ। ବଳଦେବ କେଉଁଠାରେ ଜନ୍ମ ହେବେ ବୋଲି ପଚାରୁଛନ୍ତି। ଶ୍ରୀକଳ୍ପରେ ତୁ ଦେଖିବୁ ପ୍ରଭୁଙ୍କର ସ୍ଥାନ, କହିଲି ବୁଝାଇ ରାମ ହେତୁ କର ଜ୍ଞାନ। କହିବି ସଂଶୟ ଫିଟାଇ ଶୁଣିବି ହେ ଦେବ, ରାମ କଥା ଶୁଣି କହନ୍ତି ଅର୍କିତ ଦେବ। ରାମ କଥା ଶୁଣି ଅରକ୍ଷିତ ଗୋସାଇଁ, କହିଲେ ଜଗନ୍ନାଥ ଜନ୍ମ କଥା ଦେବି ମୁଁ ବୁଝାଇ। ଏ ହେଉଛି ବହୁତ ଗୁପ୍ତ କଥା, ସବୁଠୁ ଗୁପ୍ତ କଥା, ଯେଉଁଟା ସଂସାର ଖୋଜୁଛି। ଯାହା ପାଇଁ ଏ ଅଷ୍ଟାଦଶ ପୁରାଣ, ଗୀତା ସଂହିତା ସବୁ ତାଙ୍କରି କଥା ବର୍ତ୍ତମାନ ଆମେ ଜାଣିବା। ବହୁତ ଗୁପ୍ତ ଜିନିଷଟା, ଯେଉଁଟା ପଦ୍ମକଳ୍ପ
ମଳିକ ଗୃହରେ ପ୍ରଭୁ ଜନ୍ମ ହୋଇବେ, ହରିଦାସ ନାମ ବହି ପ୍ରଭୁ ବୁଲୁଥିଲେ। ମନେ ରଖନ୍ତୁ, ମଳିକ ଗୃହରେ ପ୍ରଭୁ ଜନ୍ମ ହେବେ ବୋଲି କହୁଛନ୍ତି। ହରିଦାସ ନାମଟିକୁ ଟିକେ ମନେ ରଖନ୍ତୁ ଆପଣ। ହରିଦାସ ନାମ ବହି ପ୍ରଭୁ ବୁଲୁଥିବେ। ଶିବକଳ୍ପେ ଦେଖିବୁ ପ୍ରଭୁ ଜନ୍ମସ୍ଥାନ। ଶିବକଳ୍ପ ମୁଁ ଯେତେବେଳେ ଯେଉଁ ଏପିସୋଡ଼ରେ କରିବି ଆପଣଙ୍କୁ ସେ ଜିନିଷ ସବୁ ଦେଖେଇବି। ଆଗକୁ ଆପଣ ଯୋଡ଼ି ହେଇ ରୁହନ୍ତୁ ଏବଂ ଆପଣ ଯେଉଁ ଜିନିଷ ଜାଣିପାରୁଛନ୍ତି ସେଇଟା କମେଣ୍ଟ ମାଧ୍ୟମରେ ବି ଟିକେ କହୁଥିବେ ଆପଣଙ୍କ ଅନୁଭବରେ ଯାହା ଆସୁଛି। ଯାଜପୁର ମଧ୍ୟରେ ଯେ ହୋଇଥିବେ ଜନ୍ମ। ଏଠି ଜାଗା ନାଁ କହିଦେଲେ ଯାଜପୁର। ଆପଣ ଟିକେ ମାର୍କ ରଖନ୍ତୁ, ଯାଜପୁରରେ ଜନ୍ମ ହୋଇଥିବେ ବୋଲି ସେ କହିଛନ୍ତି। ଜଗିଥିବୁ ନ କହିବୁ ବୁଲିବ ଦେଶରେ, ବୈଷ୍ଣବ ବେଶେ ରହିବେ ମଧ୍ୟମଣ୍ଡଳରେ। ଜଗିଥିବୁ ନ କହିବୁ, କାହାକୁ ଏ କଥା କହିବୁନି। ଏ ହେଉଛି ଗୁପ୍ତ କଥା ନା। ଯେତେବେଳେ ପ୍ରକାଶ ତା ସମୟ ଆସିବ ପ୍ରଭୁ ନିଜେ ଆପଣଙ୍କୁ କହିବେ। ତେଣୁକରି ଜଗିଥିବୁ, ସେ ସବୁ ତାଙ୍କର କାର୍ଯ୍ୟ ସାରିବେ। ମହାମହିମା ବେଳକୁ ପ୍ରକାଶ କରିବେ, ମାୟା ମୋହେ ପଡ଼ି ଲୋକେ ଚିହ୍ନି ନ ପାରିବେ। ମହାମହିମା ଯେତେବେଳେ ଟାଇମ୍ ଆସିବ ପ୍ରକାଶ କରିବେ, କିନ୍ତୁ ଲୋକ ତଥାପି ମାୟା ମୋହରେ ରହି ତାଙ୍କୁ ଚିହ୍ନି ପାରିବେ। କାରଣ ଆମ ଲୋକ ଟିକେ କ'ଣ ନା ଧୈର୍ଯ୍ୟହରା। ମାନେ ସମସ୍ତେ କହନ୍ତି କି ପ୍ରଭୁ ଆମକୁ ସବୁ ଶଙ୍ଖଚକ୍ର ରୂପ ଦେଖନ୍ତି, ଆମେ ବିଶ୍ୱାସ କରିବୁ। ପ୍ରଭୁ କ'ଣ ଏହିପରି ଭାବରେ ଆସିବେ? ଆପଣଙ୍କୁ ଧୈର୍ଯ୍ୟ ରଖିବାକୁ ପଡ଼ିବ। ଅନୁଭବରେ ପାଇବେ ଆପଣଙ୍କ ଭିତରେ ସେ ବ୍ରହ୍ମ ବହିଛି, ପରମ ବ୍ରହ୍ମ ବହିଛି। ଆପଣ ବି ଅନୁଭବ କରନ୍ତୁ, ସେ ନିଜେ କହିଦେବେ ରାସ୍ତା, କିଛି ଅସୁବିଧା ହେବନି। ବଳଦେବ ଜନ୍ମ ହେବେ ବୈଷ୍ଣବ ଗୃହରେ, ଗୌରାଙ୍ଗ ନାମ ବହିଥିବେ ସେ ସତ୍ୱରେ। ବଳଦେବଙ୍କ କଥା ଆସିଲା। ଜଗନ୍ନାଥଙ୍କର ଗଲା, ବଳଭଦ୍ର ଜନ୍ମ ହେବେ ବୈଷ୍ଣବ ଗୃହରେ, ଗୌରାଙ୍ଗ ନାମ ବହିଥିବେ ସେ ସତ୍ୱରେ। 12 ଜନ୍ମ କଥା ତୁ ତ କହିଲି ବୁଝାଇ, ମୋର କଥା ରାମ ମନେ କରିଥିବୁ ତୁଇ। ସମସ୍ତେ ଏକାଠି ହେବେ ଛତିଆରେ ପୁଣ, ଦେଖିବୁ ତୁ ରାମଚନ୍ଦ୍ର କହୁଅଛି ଜାଣ। କ'ଣ କହୁଛନ୍ତି? ସମସ୍ତେ ଏକାଠି ହେବେ ଛତିଆରେ। ଛତିଆ ପଟ ତ ଆପଣ ଜାଣିଥିବେ। ଏସବୁ ଗୁପ୍ତ କଥା ଆହୁରି ଆଗକୁ କହିବି। ଇଏ ବର୍ତ୍ତମାନ କିଞ୍ଚିତ ଭାବରେ କହିଦେଲେ, ସବୁ ଜିନିଷ କହିଲେନି। ଇଏ ହେଉଛି କିଞ୍ଚିତ ଭାବରେ କହିଦେଲେ। ଆହୁରି ଆଗକୁ ବଡ଼ ବଡ଼ କଥା ଅଛି। ସମ୍ବଳ ଗ୍ରାମ, ଏସବୁ ଜିନିଷ ବିଷୟରେ ଆସ୍ତେ ଆସ୍ତେ ମୁଁ ଆପଣଙ୍କୁ ଜଣାଇବି। କିଛି ବାର୍ତ୍ତା ଆପଣମାନେ ଅନୁଭବ କରିବେ, ଏହା କେତେ ଦୂର ସତ୍ୟ କେତେ ଦୂର ମିଥ୍ୟା ଏସବୁ ଆପଣ ଅନୁଭବ କରିବେ। ଇଏ ହେଉଛି ସବୁ ପ୍ରଭୁ ମହାପୁରୁଷଙ୍କର ଜିନିଷ। ଏସବୁ କେବେ ଅନ୍ୟଥା ହୋଇବ ନାହିଁ, ନିଶ୍ଚୟ ସବୁ ପ୍ରକାଶ ହେବ। ଆପଣ ଧୈର୍ଯ୍ୟ ଧରନ୍ତୁ, ଅନୁଭବ କରନ୍ତୁ, ଆପଣ ନିଜେ ହିଁ ସେ କଥା ଜାଣିପାରିବେ। କ'ଣ ସମ୍ବଳ ଗ୍ରାମର ଏପିସୋଡ଼ ମୁଁ ଆଉ ଥରେ କରିବି ନିଶ୍ଚୟ। ଆଜି ପାଇଁ ମହାଗୁପ୍ତ ପଦ୍ମକଳ୍ପ ଏତିକି ରହିଲା। ମୋର ତ୍ରୁଟି ଥିଲେ ମାର୍ଜନା କରିବେ, କାରଣ ମୁଁ ଛୋଟ ପିଲାଟିଏ। ଯେତିକି ମୁଁ ପାରୁଛି ଆପଣଙ୍କୁ ଜଣାଉଛି। ଆପଣଙ୍କ ଜ୍ଞାନ ଦୃଷ୍ଟିରୁ ଆପଣ କମେଣ୍ଟରେ ବି କିଛି କହିବେ, ଯେଉଁ କଥା ମୁଁ ବି ଜାଣିନଥିବି। ନିଶ୍ଚୟ ଆପଣଙ୍କଠୁ ଜାଣିକି ଉପକୃତ ହେବି। ଆପଣଙ୍କ ଅପେକ୍ଷାରେ ରହିଲି। ଆପଣମାନେ କମେଣ୍ଟ କରନ୍ତୁ, ଜିନିଷ ଜାଣନ୍ତୁ। ଯଦି ଆପଣଙ୍କୁ କେଉଁ ଜିନିଷ ଭଲ ଲାଗିଲା, କିଛି ଆପଣ ଯେଉଁଟା ଜାଣିଥିବେ କହିବେ, ମୋତେ ବି ବହୁତ ଭଲ ଲାଗିବ। ମୁଁ ବି ଜାଣିବାକୁ ଟିକେ ପାଇବି। ଜୟ ଜଗନ୍ନାଥ, ଜୟ ପଞ୍ଚସଖା। ରହୁଛି।